ଗୋମାତାଙ୍କ ମୃତ୍ୟୁର ପାପରେ ଅଜାଣତରେ ଭାଗିଦାର ଆମେମାନେ। ନମସ୍କାର ଦର୍ଶକ ବନ୍ଧୁ। ଆଜ୍ଞା ସତ କଥା, ଆଜିକାଲି ରାସ୍ତା କଡ଼ରେ ଯେତେ ଗୁଡ଼ିଏ ଗାଈ ମରୁଛନ୍ତି, ଅଧିକାଂଶ ଗାଈର ମୃତ୍ୟୁର ପାପର ଭାଗିଦାର ହେଉଛୁ ଆମେମାନେ। ଏହାର କାରଣ ଆପଣ ଜାଣିଲେ ମଧ୍ୟ ଆପଣ ମୁଣ୍ଡରେ ହାତ ଦେଇକରି ବସିବେ, କାରଣ ଆପଣ ଅଜାଣତରେ ବହୁତ ଗୁଡ଼ିଏ ଗୋ ମୃତ୍ୟୁର ପାପର ଭାଗିଦାର ହେଉଛନ୍ତି। ଦର୍ଶକ ବନ୍ଧୁ, ମୁଁ ଆପଣଙ୍କୁ ଯେଉଁ କଥା କହିବି ଆପଣ ଧ୍ୟାନର ସହିତ ଟିକେ ଶୁଣନ୍ତୁ। ଆପଣଙ୍କୁ ଯଦି ଲାଗିବ ଯେ ମୁଁ ସତ କଥା କହୁଛି, ତାହେଲେ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ଯାହାଦ୍ୱାରା ମୋତେ ଭଲ ଲାଗିବ ଏବଂ ମୁଁ ଆପଣମାନଙ୍କ ପାଇଁ ପୁଣି ନୂଆ ନୂଆ ଏଇଭଳି ବାର୍ତ୍ତା ଆପଣମାନଙ୍କ ପାଖରେ ପହଞ୍ଚାଇବି। ଆପଣମାନେ ସବୁ ଜାଣିଛନ୍ତି କିନ୍ତୁ ଟିକେ ଧ୍ୟାନ ଦେଇପାରୁନାହାନ୍ତି। ଯେଉଁ ଧ୍ୟାନ ଆକର୍ଷଣ କରିବା ପାଇଁ ମୁଁ ଆଜି ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ଦର୍ଶାଇବାକୁ ଚାହୁଁଛି, ଆପଣମାନଙ୍କୁ ସୂଚନା ଦେବାକୁ ଚାହୁଁଛି, ଆପଣଙ୍କୁ ଜଣାଇବାକୁ ଚାହୁଁଛି। ଆପଣ ଦୟାକରି ଏହାକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଆପଣ କେମିତି ଗୋ ମୃତ୍ୟୁ ପାପରେ ଭାଗିଦାର ହେଉଛନ୍ତି, ଅଜାଣତରେ ଭାଗିଦାର ହେଉଛନ୍ତି। ମୁଁ କହୁନି ଯେ ଆପଣ ଗୋ ମୃତ୍ୟୁ ଡାଇରେକ୍ଟ କରୁଛନ୍ତି, କିନ୍ତୁ ଆପଣ ଅଜାଣତରେ ଭାଗିଦାର ହେଉଛନ୍ତି। ଏହାର କାରଣ ଆମେମାନେ, ଆପଣମାନେ, ମୁଁ ଏବଂ ଆମେମାନେ। ଦର୍ଶକ ବନ୍ଧୁ, ଆମେମାନେ ସବୁଦିନେ ବଜାରକୁ ଯାଉଛନ୍ତି, ବଜାରରୁ ତାଜା ତାଜା ପନିପରିବା, ଫଳମୂଳ ଇତ୍ୟାଦି ପଲିଥିନରେ ନେଇକି ଘରକୁ ଆସୁଛନ୍ତି ଏବଂ ଆଉ ମଧ୍ୟ ଆମେ ଗ୍ରୋସରୀ ସପ୍ ବି ଯାଉଛନ୍ତି, ଦୋକାନ ଯାଉଛନ୍ତି। ସେଠୁ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ଯଥା ଲୁଣ, ଚିନି, ସୁଜି, ଚାଉଳ ଇତ୍ୟାଦି ଯାହା ବି ଆବଶ୍ୟକତା ଜିନିଷ ଆମେ ଦୋକାନରୁ ଆଣୁଛନ୍ତି, ତାକୁ ମଧ୍ୟ ପଲିଥିନରେ ଧରିକିରି ଆଣୁଛନ୍ତି ଏବଂ ଆଣି ଘରେ ବ୍ୟବହାର କରୁଛନ୍ତି। ଘରେ ବ୍ୟବହାର କରିବା ଦ୍ୱାରା କ'ଣ ହେଉଛି ନା, ଘରେ ବ୍ୟବହାର କରିବା ଦ୍ୱାରା ଆମର ଯାହା ପନିପରିବା ଆଣିଛନ୍ତି ତାକୁ ଆମେ ବ୍ୟବହାର କରୁଛୁ ଏବଂ ପନିପରିବାର ଅବଶିଷ୍ଟ ଅଂଶ ଯଥା ଚୋପା, କଦଳୀର କଦଳୀ ଚୋପା, ଆଳୁର ଆଳୁ ଚୋପା, ଜହ୍ନିର ଜହ୍ନି ଚୋପା, ଲାଉର ଲାଉ ଚୋପା, କଖାରୁ ଚୋପା, ଯାହା ବି ଚୋପା କିମ୍ବା ଆମର ଯେଉଁ ଖାଦ୍ୟ ବଳି ପଡ଼ୁଛି, ଆମେ ସେଇ ଖାଦ୍ୟକୁ ଏସବୁ ଜିନିଷକୁ କ'ଣ କରୁଛୁ, ପୁଣି ସେଇ ପଲିଥିନରେ ପୂରେଇକିରି ଆମେ ବାହାରକୁ ଛାଡ଼ି ଦେଉଛୁ, ରାସ୍ତା କଡ଼ରେ ଛାଡ଼ି ଦେଉଛୁ ଏବଂ ସହରମାନଙ୍କରେ ଯେଉଁମାନେ ଅଛନ୍ତି ସେମାନେ କ'ଣ କରୁଛନ୍ତି, ଏଇ ପଲିଥିନରେ ଭରିକିରି ମ୍ୟୁନିସିପାଲିଟି ବାଲାକୁ ଦେଇ ଦେଉଛନ୍ତି। ଆଉ ମ୍ୟୁନିସିପାଲିଟି ବାଲା କ'ଣ କରୁଛନ୍ତି ନା, ତାକୁ ନେଇକରି କେଉଁ ରାସ୍ତା କଡ଼ରେ ଜମା କରିଦେଉଛି, ଡମ୍ପ କରିଦେଉଛି। ତ ଆଜିକାଲି ଲୋକମାନେ ଗାଈ ବି ରଖୁଛନ୍ତି, ଗାଈ ରଖିକିରି ତାକୁ ପ୍ରପର୍ ଖାଦ୍ୟ ଦେଉନାହାନ୍ତି, ସେମାନେ ଗାଈକୁ ଏମିତି ଛାଡ଼ି ଦେଉଛନ୍ତି। ଆଉ ଗାଈମାନେ କ'ଣ କରୁଛନ୍ତି, ଖାଦ୍ୟ ଅନ୍ୱେଷଣରେ ବିଲରେ ତ ଖାଦ୍ୟ ମିଳୁନି, ବିଲରେ କୃଷକ ଜଗି ରହୁଛି, ଗାଈକି ପୁରେଇ ଦେଉନି। ଆଉ ଗାଈମାନେ କ'ଣ କରୁଛନ୍ତି, ରାସ୍ତା କଡ଼ରେ ଥିବା ଏଇ ଯେଉଁ କଦଳୀ ଚୋପା, କଖାରୁ ଚୋପା, ବାଇଗଣ ଚୋପା, ଆଳୁ ଚୋପା ଯାହା ବି ଆମେ ଦେଉଛେ ନା, ସେଇଗୁଡ଼ାକ ଖାଇବା ପାଇଁକା ଯାଇକି ସେଇ ଅଳିଆ ଗଦାଗତିରେ ପହଞ୍ଚି ଯାଉଛନ୍ତି। ଆଉ ଗାଁମାନଙ୍କରେ ମଧ୍ୟ ରାସ୍ତା କଡ଼ରେ ପହଞ୍ଚି ଯାଉଛନ୍ତି। ତ ଯେତେବେଳେ ପହଞ୍ଚି ଯାଉଛନ୍ତି, ସେଇ ଚୋପା ବା ଖାଦ୍ୟ ଖାଇବା ପାଇଁ ଗାଈମାନେ କ'ଣ କରୁଛନ୍ତି, ପଲିଥିନ୍ ସହ ସେଇ ଖାଦ୍ୟକୁ ପେଟ ଭିତରକୁ ନେଇଯାଉଛନ୍ତି। ପେଟ ଭିତରକୁ ନେବା ଦ୍ୱାରା ଆପଣ ଜାଣିଛନ୍ତି କ'ଣ ହେବ, ଗାଈକୁ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ହେଉଛି, କାରଣ ପଲିଥିନ୍ ହଜମ ହେବା ଜିନିଷ ନୁହେଁ, ଗାଈ ତାକୁ ମଧ୍ୟ ହଜମ କରିପାରୁ ନାହିଁ। ଏମିତି ପଲିଥିନ୍ ଖାଇ 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 କିଛି ଦିନ ପରେ ଗାଈ ଦୁର୍ବଳ ହୋଇଯାଉଛି, ତା ଦେହ ଖରାପ ହେଉଛି, ତାକୁ ବିଭିନ୍ନ ପ୍ରକାର ରୋଗ ଡିଜିଜ୍ ବା ରୋଗ ବ୍ୟାଧି ଧରୁଛି, ପେଟ ଫମ୍ପଉଛି, ପେଟ ଖରାପ ହେଉଛି ଏବଂ ତା'ର ଆପଣମାନେ ଦେଖିଥିବେ ସହରୀ ଗାଈମାନେ ସାଧାରଣତଃ ଛେରୁଥିବେ। କାହିଁ ଛେରୁଛନ୍ତି? ଛେରିବାର କାରଣ ତାର ଖାଦ୍ୟ ହଜମ ହେଉନି, ଖାଦ୍ୟ ହଜମ ନ ହେବା ଦ୍ୱାରା ଛେରୁଛନ୍ତି। ତ ଏହା ପରେ କ'ଣ ହୁଏ ନା, ସେ ଗାଈ ନିଶ୍ଚିତ ଭାବରେ ମୃତ୍ୟୁବରଣ କରେ। ଆଉ ମୃତ୍ୟୁବରଣ କରିବାର ମୁଖ୍ୟ କାରଣ ହେଲୁ ଆମେମାନେ। ତ ଏଇଭଳି ଭାବରେ ଗାଈମାନଙ୍କର ମୃତ୍ୟୁ ପାଇଁ, ସେଇ ମୃତ୍ୟୁର ପାପରେ ଭାଗିଦାର ହେଉଛୁ ଆମେମାନେ। ଆଉ ଗୋଟେ କଥା ରହିଲା ଯେ, ଯେଉଁମାନେ
ପଲିଥିନ୍ ଛାଡ଼ୁନାହାନ୍ତି ବାହାରକୁ ସେମାନେ କେମିତି ମୃତ୍ୟୁରେ ଭାଗିଦାର। ସେମାନେ ଏମିତି ଯେ ଯେଉଁମାନେ ନେଇକରି ପଲିଥିନ୍ ପକାଉଛନ୍ତି ତାକୁ ମଧ୍ୟ କିଛି ଲୋକ ଦେଖୁଛନ୍ତି, ତାକୁ ମଧ୍ୟ ବାରଣ କରୁନାହାନ୍ତି, କିଛି କହୁନାହାନ୍ତି। ଗାଈମାନେ ବି ଖାଉଛନ୍ତି। ତ ଖାଇବା ଦ୍ୱାରା ତମେ ଦେଖିଲ ସେ ପକାଉଛି, ପାପ କରୁଛି ବା ଖରାପ କାମ କରୁଛି, ଆଉ ତମେ କିଛି କହିଲନି, ତେଣୁ ତମେମାନେ ବି ସେଇ ପାପରେ ଭାଗିଦାର। ଆଉ ବାକି ରହିଲା ଯେଉଁମାନେ ଗୋ ପାଳନ କରୁଛନ୍ତି ସେମାନେ ମହାନ ଆଦମୀ, ମହାନ ବ୍ୟକ୍ତିତ୍ୱ, ତାଙ୍କୁ ଧନ୍ୟବାଦ ଦେବା ଯେ ସେମାନେ କ୍ଷୀର ଖାଇଲା ବେଳକୁ ଘରେ ଗାଈ ରଖିକିରି କ୍ଷୀର ଖାଇ ଦେଉଛନ୍ତି ଏବଂ ଗାଈକି ମାରିବା ପାଇଁ ରାସ୍ତା ଉପରକୁ ଛାଡ଼ି ଦେଉଛନ୍ତି। ଗାଈର କୌଣସି ଯତ୍ନ ନେଉନାହାନ୍ତି, ଖାଲି କ୍ଷୀର ଟୋପା ଖାଇବା ପାଇଁ। ତ ସେମାନଙ୍କୁ ମୋର ଅନୁରୋଧ, ଦୟାକରି ସେମାନେ ଗାଈକୁ ଯଦି ରଖିପାରୁନାହାନ୍ତି ତାହେଲେ ଗାଈ ରଖନ୍ତୁ ନାହିଁ। ଯଦି କ୍ଷୀର ଖାଇବେ ତାହେଲେ ଗାଈର ଯତ୍ନ ବି ନିଅନ୍ତୁ। ତ ମୋର କହିବାର କାରଣ ହେଉଛି ଯେ ଆମେମାନେ ଏଇଭଳି ଭାବରେ ଗାଈମାନଙ୍କୁ ମାରିବା ପାଇଁ ଡାଇରେକ୍ଟ ହେଉ ବା ଇନଡାଇରେକ୍ଟ ହେଉ ଆମେମାନେ ହିଁ ସେ ପାପରେ ଭାଗିଦାର। ତେଣୁ ଦୟାକରି ଆମେ ଏଇ ପ୍ରକ୍ରିୟାକୁ ବନ୍ଦ କରିବା ଦରକାର, ଅର୍ଥାତ୍ ପଲିଥିନ୍ ବ୍ୟାନ୍ କରିବା ଦରକାର। ପଲିଥିନ୍ ବ୍ୟାନ୍ କେମିତି କରିବା? ସରକାର ନିଜେ ମଧ୍ୟ ଚେଷ୍ଟା କରି ଚାଲିଛି, ତଥାପି ବନ୍ଦ ହୋଇପାରୁନି ଯେ ପର୍ଯ୍ୟନ୍ତ ଆମେମାନେ ଜାଗ୍ରତ ନାହୁଁ। ଆମେ ଜାଗ୍ରତ ହେବା ଦରକାର। ଆମେ ବ୍ୟାଗ୍, ଗୋଟେ ସୂତା ବ୍ୟାଗ୍ ଧରିକିରି ବଜାରକୁ ଯିବା ଦରକାର ଏବଂ ସେଇ ବ୍ୟାଗ୍ରେ ପନିପରିବା, ଶାଗ, ସବଜି ଯାହା ବି ଅଛି ଆଣିବା ଦରକାର। ଦୋକାନରୁ ମଧ୍ୟ ସେଇଭଳି ଭାବରେ ପଲିଥିନ୍ ନ ଆଣି ଆମେ ବ୍ୟାଗ୍ରେ ଜିନିଷପତ୍ର ଆଣିବା ଦରକାର। ଆମ ଘରକୁ ପଲିଥିନ୍ ନ ଆସିବା ଦରକାର। ଯେତେବେଳେ ପଲିଥିନ୍ ନ ଆସିବ ସେତେବେଳେ ଆମେ ଗାଈକି ପଲିଥିନ୍ ବି ଦେବା ନାହିଁ। ତାହେଲେ ପରିବେଶ ବି ଭଲ ରହିବ, ପରିବେଶ ପ୍ରଦୂଷଣ ହେବ ନାହିଁ, ଗାଈ ମରିବେ ନାହିଁ ଏବଂ ପାପରେ ଭାଗିଦାର ହେବେ ନାହିଁ। ଦର୍ଶକ ବନ୍ଧୁ, ମୋର କଥା ଏତିକିରେ ମୁଁ ରଖୁଛି। ମୋର ଏହି କଥା ଯଦି ଆପଣଙ୍କୁ ଭଲ ଲାଗେ ନିଶ୍ଚିତ ଭାବରେ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବେ। ଯଦି ଆପଣ ଏତିକି କରୁଛନ୍ତି ତାହେଲେ ମୁଁ ଜାଣିବି ଯେ ମୋର ଯେଉଁ ପରିଶ୍ରମ ସାର୍ଥକ ହେଲା ଏବଂ ମୋର ମନୋବଳ ବଢ଼ିବ ଆପଣଙ୍କୁ ଆହୁରି ନୂଆ ନୂଆ ଜିନିଷ ଆପଣଙ୍କ କତିରେ ପହଞ୍ଚାଇବା ପାଇଁ। ଧନ୍ୟବାଦ।